जय श्री जगन्नाथ भाई मैंने सर्वप्रथम गुरुदेव गणपति जगदम्बा को प्रणाम करी आज आम आमर आस्ट्रो सेशन को आगू बढ़ेबा। आम नीचस्थ ग्रहर फल उच्चस्थ ग्रहर फल विषय ऑलरेडी आलोचना सारी देइछे। वर्तमान आम स्वगृह रवि माने जदि कौनसी ग्रह निज भाव निज घरे बसतांती से फल विषय आज आम डिस्कशन करिबा। तो चलंतु आरंभ करिबा। आम समस्त अवगत अच्छे जे जीवन रे ଯଦି କୌଣସି ଲୋକର ନିଜର ଘର ଥାଏ ଏବଂ ସେ ନିଜ ଘରେ ରହୁଥାଏ ତାହେଲେ ନିଜ ଘରେ ସମସ୍ତେ ରାଜା। ନିଜ ଘରେ ସେ ଯୋଉ କମ୍ଫର୍ଟେବୁଲନେସ ଟା ସେମାନେ ପାଆନ୍ତି, ମାନେ ଯେକୌଣସି ଲୋକ ନିଜ ଘରେ ଯୋଉଭଳି କମ୍ଫର୍ଟେବୁଲ ରହେ ସେତେବେଳେ ସେ ତାର ମନ ଇଚ୍ଛା ହିସାବରେ କୌଣସି ବି କାମ କରେ। କୁଣ୍ଡଳୀରେ ଯେତେବେଳେ ଗ୍ରହ ମାନଙ୍କର ଆନାଲିସିସ୍ କରାଯାଏ ସେତେବେଳେ କୁଣ୍ଡଳୀରେ ଗୋଟିଏ ଗ୍ରହ ବସିନଥାନ୍ତି, 9ଟା ଗ୍ରହ ବସିଥାନ୍ତି ଏବଂ 9ଟା ଗ୍ରହର ଆନାଲିସିସ ର ରିପୋର୍ଟ ଉପରେ କୁଣ୍ଡଳୀର ଫଳାଦେଶ ନିର୍ଭର କରେ। କିନ୍ତୁ ନୈସର୍ଗିକ କ୍ୱାଲିଟି ବା ନିଜର ପ୍ରକୃତି ହିସାବରେ ଗ୍ରହ ମାନେ ତାଙ୍କର ସ୍ୱରୂପ ଦେଖେଇଥାନ୍ତି। ଆମେ ଯୋଉ ପଢୁଛେ ଯେ ଏଇ ଫଳ ହବ, ଏଇଟା କିଛି ମାତ୍ରାରେ ନିଶ୍ଚିତ ହବ ଯଦି କୌଣସି ଗ୍ରହ ନିଜ ଭାବରେ ବସିଛନ୍ତି ଏବଂ ସେ ଗ୍ରହ ଉପରେ କୌଣସି ଅନ୍ୟ ଗ୍ରହର ଦୃଷ୍ଟି ନଥାଏ। ତେବେ ଚାଲନ୍ତୁ ଆରମ୍ଭ କରିବା। ଆରମ୍ଭ କରିବା ପୂର୍ବରୁ ଆହୁରି ଗୋଟେ କଥା କହି ରଖେ ଯେ ଯେକୌଣସି ଗ୍ରହ ନିଜ ଘରେ ବସିଥିଲେ ମଧ୍ୟ ସେ ଯଦି ଲଗ୍ନର ସାଙ୍ଗରେ ଲଗ୍ନ ଯୋଉ ଲଗ୍ନ ସେ ଲଗ୍ନର କାରକ ହେଇଥିବେ ତାହେଲେ ଭଲ ଫଳ ଦେବେ, ଯଦି ଅକାରକ ହେଇଥିବେ ଭଲ ଫଳ ଦେବେ ନାହିଁ, ତାର ସେଇ ମାତ୍ରାରେ ନେଗେଟିଭ ଫଳ ଦେବେ। ତେଣୁ ସମ୍ପୂର୍ଣ୍ଣ କୁଣ୍ଡଳୀ ବିଚାର ନିର୍ଭର କରେ ସମ୍ପୂର୍ଣ୍ଣ ଆନାଲିସିସ୍ ଉପରେ। ଆମେ କେବଳ ଗୋଟିଏ ଆନାଲିସିସ୍ ର ବିଷୟରେ ଆଲୋଚନା କରୁଛେ, ସେ ଆନାଲିସିସ୍ ହେଲା ସ୍ୱଗୃହସ୍ଥ ଫଳ। ମାନେ ଯଦି ଗୋଟେ ଗ୍ରହ ତା ନିଜ ଭାବରେ ବସେ ସେ ତାହେଲେ କଣ ରେଜଲ୍ଟ ଦବ। ଯଦି ରବି ମହାରାଜ ତାଙ୍କର ନିଜ ଘରେ ବସିଥାନ୍ତି, ମାନେ ଯଦି ରବି ମହାରାଜ ସିଂହ ରାଶିରେ ବସିଥାନ୍ତି ତାହେଲେ ସେ କିଭଳି ଭାବରେ ଫଳ ଦେଇଥାନ୍ତି। ରବି ମହାରାଜ ଯଦି ନିଜ ରାଶିରେ ଥାନ୍ତି ତାହେଲେ ସିଏ ହଉଛନ୍ତି ଗ୍ରହ ଜଗତର ରାଜା। ଏଇଭଳିଆ ଲୋକ ମହା ଉଗ୍ର ଏବଂ ଉଦ୍ୟମୀ ହୋଇଥାଏ, ମହା ଉଗ୍ର ଓ ଉଦ୍ୟମୀ ହୋଇଥାଏ। ଏଇ ପ୍ରେଡିକ୍ସନ ଆମେ ଗୋଟେ ସିମ୍ପଲ ଏକ୍ସାମ୍ପଲ ମୁଁ ଦେବା ପାଇଁ ଚାହୁଁଛି। ଯଦି ରବି ମହାଗ୍ରହ ବର୍ତ୍ତମାନ ଆମେ ମକର ଲଗ୍ନ ପାଇଁ ରବି ମହାଗ୍ରହଙ୍କୁ ଭାବିବା, ମକର ଲଗ୍ନରେ ରବି ମହାଗ୍ରହ ହଉଛନ୍ତି 8th ହାଉସ ର ଲର୍ଡ, ଅଷ୍ଟମ ଘରର ସ୍ୱାମୀ। ତେଣୁ ସିଏ ସେଇ ଭାବର ଅଷ୍ଟମ ଭାବର କାରକ ତତ୍ତ୍ୱ ପାଇଁ ମହା ଉଗ୍ର ଆଉ ମହା ଉଦ୍ୟମୀ ହେବାର ସମ୍ଭାବନା ରହିଛି। ଏଇଭଳି ଭାବରେ ଆମର ଇଣ୍ଟରପ୍ରିଟେସନ ହେବା ଦରକାର। ନାଇଁ କି ରବି ମହାଗ୍ରହ ଆମକୁ ଆମେ ସିଂହ ରାଶିରେ ଦେଖିଲେ, ଯେକୌଣସି ଲଗ୍ନରେ ଦେଖିଲେ ତାଙ୍କୁ ଆମେ କହିଦବା କି ସେ ମହା ଉଗ୍ର ଉଦ୍ୟମୀ ହବ। ନିଶ୍ଚିତ ହବ, ସେ ପଜିଟିଭଲି ହବ କି ନେଗେଟିଭଲି ହବ, ସେଇ ମହାଗ୍ରହଙ୍କ ଉପରେ କାହାର ଦୃଷ୍ଟି ଅଛି ସେଟା ଦେଖିବାକୁ ପଡିବ, ବା ସିଏ ସେ ଲଗ୍ନର କାରକ କି ଅକାରକ ସେଇଟା ବି ଦେଖିବାକୁ ପଡିବ। ଠିକ ଅଛି। ତେଣୁ ଆଗକୁ ମୁଁ ଯେତିକି ବି ଫଳାଦେଶ କହିବି ସେ ଫଳାଦେଶ ଗୁଡିକ ମଧ୍ୟ ଆପଣ ମାନେ ସେଇ ଉକ୍ତ ପ୍ରକାରରେ ଇଣ୍ଟରପ୍ରିଟ କରିବେ। ଯଦି ଚନ୍ଦ୍ର ମା ନିଜର ସ୍ୱରାଶି ଅର୍ଥାତ୍ କର୍କଟ ଘରେ ରହିଲେ ତାହେଲେ ସିଏ ସବୁବେଳେ କାର୍ଯ୍ୟରତ ରହିବେ, ସାଧୁ ରହିବେ, ମନସ୍ୱୀ ରହିବେ ଏବଂ ସୁନ୍ଦର ହେଇଥିବେ। ଯଦି ମଙ୍ଗଳ ମହାଗ୍ରହ ନିଜ ଘରେ ରହିଲେ ତାହେଲେ ଚଞ୍ଚଳ ହେବେ ଏବଂ ଧନୀ ହେବେ। ବୁଧ ଯଦି ନିଜ ଘରେ ରହିଲେ ତାହେଲେ କଣ ହବ ନା ଅନେକ କଳାର ଜ୍ଞାତା, ପଣ୍ଡିତ ତଥା ଧନବାନ ହେବେ। ଗୁରୁ ଯଦି ନିଜ ଘରେ ରହିଲେ, ସ୍ୱଗୃହରେ ରହିଲେ ତାହେଲେ ମଣିଷ ଧନବାନ ହବ,
କାବ୍ୟ ଶାସ୍ତ୍ରରେ ଏବଂ ବେଦର ଜ୍ଞାତା ହେବ, ଉଦ୍ୟୋଗୀ ହେବ। ଶୁକ୍ର ଯଦି ନିଜ ଘରେ ରହିଲେ ତାହେଲେ ମାନସଗିରି କହୁଛି କି ସେ ବହୁତ ସ୍ୱଚ୍ଛ ରହିବେ ଏବଂ ପ୍ରକୃତି ପ୍ରେମୀ ହେବେ, କ୍ଷେତ କରିବା ବାଲା ହେବେ। ତାହେଲେ ଆଉ ଯଦି ଶନି ମହାଗ୍ରହ ଯଦି ନିଜ ଘରେ ରହିଲେ ତାହେଲେ ସେ ଲୋକମାନ୍ୟ ହେବେ, ଲୋକମାନେ ତାଙ୍କୁ ପସନ୍ଦ କରିବେ ଏବଂ ତାଙ୍କର ଆଖି ବହୁତ ସୁନ୍ଦର ହେଇଥିବ। ତ ଏଇ କନସେପ୍ଟ ରୁ ଆମେ ଏଇଆ ଜାଣିଲେ ଯେ ସ୍ୱଗୃହସ୍ଥ ଫଳ ଏଇଆ ରହିବ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।